ସମ୍ପାଦନାର ଏହି ଭିଡିଓରେ ମୁଁ ସମ୍ପାଦନାର ମୌଳିକ ବିଷୟରେ ଆଲୋଚନା କରିବି। ମୁଁ ଆପଣଙ୍କୁ ଦେଖାଇବି କିପରି ଏକ ମାଗଣା ମୋବାଇଲ ଆପ୍ରେ ଏହାକୁ ସମ୍ପାଦିତ କରିବେ। ମୁଁ ଦୁଇଟି ଫଟୋ ଉଠାଇଥିଲି, ଗୋଟିଏ ଭିଡିଓ ଲାଇଟ୍ ସହିତ ଏବଂ ଅନ୍ୟଟି ପ୍ରାକୃତିକ ଆଲୋକ ସହିତ। ଏଠାରେ ମୁଁ ଭିଡିଓ ଲାଇଟ୍ର ଫଟୋ ସମ୍ପାଦନ କରୁଛି, କାରଣ ଏହା ସମ୍ପାଦନ କରିବା ଟିକେ ଅଧିକ କଷ୍ଟକର। ଆପଣ ଏଠାରେ ଦେଖିପାରିବେ ଆମେ ମୋବାଇଲ ଗ୍ୟାଲେରୀରେ ଅଛୁ। ଏବେ ଆମେ ଏହି ଦୁପଟ୍ଟାର ଫଟୋକୁ ଏଡିଟ୍ କରିବୁ, ଯାହାକୁ ଆମେ ଆମ ଆପ୍ରେ ଖୋଲୁଛୁ। ଏଡିଟିଂ ଆପ୍ରେ ଏହା ଖୋଲିଯାଇଛି। ପ୍ରଥମେ ଆମେ ହ୍ୱାଇଟ୍ ବାଲାନ୍ସ କରିବାକୁ ଯାଉଛୁ। ହ୍ୱାଇଟ୍ ବାଲାନ୍ସକୁ ଯାଇ ଆମେ ଟେମ୍ପରେଚର ପରିବର୍ତ୍ତନ କରିବୁ। ପ୍ରାରମ୍ଭିକ ଭାବରେ ବହୁତ ହଳଦିଆ ଥିଲା, ଆମେ ଏହାକୁ ଯଥାସମ୍ଭବ ଧଳା କରିବାକୁ ଚେଷ୍ଟା କରୁଛୁ। ଏବେ ଏହା ଧଳା ହୋଇଯାଇଛି। ତାପରେ ମୁଁ ଟିଣ୍ଟକୁ ଆଡଜଷ୍ଟ କରିବି। ମେଜେଣ୍ଟା ଏବଂ ଗ୍ରୀନ୍ ପାଇଁ ଟିଣ୍ଟକୁ ଆଡଜଷ୍ଟ କରାଯାଇପାରିବ। ଏହାକୁ ବଢ଼ାଇବା ଦ୍ୱାରା ମେଜେଣ୍ଟା ବୃଦ୍ଧି ପାଇବ ଏବଂ କମିଲେ ସବୁଜ ରଙ୍ଗ ଆସିବ। ତେଣୁ ମେଜେଣ୍ଟାକୁ ଆଉ ଟିକେ ବୃଦ୍ଧି କରାଯିବ କି ନାହିଁ ତାହା ଉପରେ ଆମେ ବିଚାର କରୁଛୁ। ନା, ମେଜେଣ୍ଟା ଠିକ୍ ଅଛି। ଏହାପରେ ଆମେ ଫଟୋ ଟ୍ୟୁନ୍ କରିବାକୁ ଯାଉଛୁ। ତାପରେ ଆମେ ଦେଖିପାରିବା ଉଜ୍ଜ୍ୱଳତା, କଣ୍ଟ୍ରାଷ୍ଟ, ସାଚୁରେସନ୍, ପରିବେଶ, ଛାୟା ଏବଂ ଉଷ୍ମତା ଉପରେ ଆଲୋକପାତ କରେ। ପ୍ରଥମତଃ ଆମେ ଉଜ୍ଜ୍ୱଳତାକୁ ଟିକେ ବୃଦ୍ଧି କରିବୁ। ଏକ ଉତ୍ତମ ଏବଂ ଉଜ୍ଜ୍ୱଳ ରୂପ ପାଇଁ ଆମେ କଣ୍ଟ୍ରାଷ୍ଟକୁ ଟିକେ ବଢ଼ାଇବୁ। ଆଉ ଟିକେ ଉଜ୍ଜ୍ୱଳ ହେବ। ଶ୍ୟାଡୋ ମାନେ ଛାୟାକୁ ଟିକେ ଖୋଲିଲେ ଅ, ଅନ୍ଧାର ଅଞ୍ଚଳରେ ଅଧିକ ବିବରଣୀ ଜଣାପଡ଼ିବ। ଡିଟେଲ୍ସରେ ସବୁ ବେଶୀ ଦେଖାଯିବ। ସବୁ ଠିକ୍ ଅଛି। ଫଟୋକୁ ଦେଖିଲେ ଏହାର ତୀକ୍ଷ୍ଣତା ଠିକ୍ ଥିବା ଜଣାପଡ଼ୁଛି। ଏବେ ଆମେ ଦୃଷ୍ଟିକୋଣକୁ ଯିବୁ। ଯେଉଁ ବିକୃତି ଅଛି, ଆମେ ଏହାକୁ ମୁକ୍ତ ବିକୃତିରୁ ବଦଳାଇ ଦେବୁ। ବିକୃତିର ସଂଶୋଧନ ସରିଲା। ଏବେ ଆମେ ଚିତ୍ର ପ୍ରସ୍ତୁତ କରିବୁ। ଆପଣଙ୍କ ଫଟୋ ସମ୍ପାଦନ ସମ୍ପୂର୍ଣ୍ଣ ହୋଇଛି। ଏବେ ଏହାକୁ ଆମେ ସେଭ୍ କରୁଛୁ। ସେଭ୍ କରିସାରିବା ପରେ ଆମେ ଦେଖିବୁ ମୂଳ ଫଟୋ କ'ଣ ଥିଲା ଏବଂ ସମ୍ପାଦନା ପରେ ଚିତ୍ରଟି କ'ଣ ହୋଇଗଲା, ପୂର୍ବରୁ ଓ ପରେ। ପ୍ରଥମତଃ ଆମେ ଯାହା ଦେଖୁଛୁ ତାହା ହେଉଛି ଅସମ୍ପାଦିତ ଚିତ୍ର। ଏବେ ଦେଖିବାକୁ ମିଳୁଛି ଏଡିଟ୍ ଫଟୋ। ବର୍ତ୍ତମାନ ଆମେ ପୂର୍ବରୁ ସୁଟ୍ କରିଥିବା ଛୋଟ ଉତ୍ପାଦକୁ ସମ୍ପାଦିତ କରିବାକୁ ଯାଉଛୁ। ଆମେ ଏହାକୁ ଆମ ଆପ୍ରେ ପୁନଃ ଖୋଲିବୁ। ସେହିଭଳି ମୁଁ ପ୍ରଥମେ ହ୍ୱାଇଟ୍ ବାଲାନ୍ସ ବଦଳାଇବି। ରଙ୍ଗ ଯାଞ୍ଚ କରନ୍ତୁ। ନା, ଟିଣ୍ଟରେ କିଛି ଭୁଲ ନାହିଁ। ଠିକ୍ ଅଛି। ଏହାପରେ ଆମେ ଫଟୋଟିକୁ ଟ୍ୟୁନ୍ କରିବାକୁ ଯାଉଛୁ। ଉଜ୍ଜ୍ୱଳତା ବଢ଼ାନ୍ତୁ, ଯାହାଦ୍ୱାରା ଧଳା ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଯିବ। ସବୁ ଠିକ୍ ଅଛି। ବର୍ତ୍ତମାନ ଆମେ କଣ୍ଟ୍ରାଷ୍ଟକୁ ସାମାନ୍ୟ ଠିକ୍ କରୁଛୁ। ଏହାର ହାଇଲାଇଟ୍ ଟିକେ ଅତ୍ୟଧିକ ଥିବା ଜଣାପଡ଼ିଛି। ଖୁବ୍ ସାମାନ୍ୟ ହ୍ରାସ ପାଇଛି। ଫଟୋଟି ପରଫେକ୍ଟ ଅଟେ। ଏବେ ଆମେ ଚିତ୍ରଟିକୁ ପ୍ରସ୍ତୁତ କରୁଛୁ।
କ୍ରପ୍ କ୍ଷେତ୍ରରେ ଅନ୍ୟ ଏକ କଥା ଧ୍ୟାନ ଦେବା ଉଚିତ, ଉତ୍ପାଦ ଫ୍ରେମ୍‌ର ମଝିରେ ରହିବା ଉଚିତ। ଆପଣଙ୍କ ଫଟୋ ସମ୍ପାଦନ ସମ୍ପୂର୍ଣ୍ଣ ହୋଇଛି। ଏବେ ଆମେ ଏହାକୁ ସେଭ୍ କରୁଛୁ। ଏବେ ଦେଖିବା ଏଡିଟିଂ ପୂର୍ବରୁ ଫଟୋଟି କ'ଣ ଥିଲା ଏବଂ ଫଟୋଟି ଏଡିଟିଂ ପରେ କେମିତି ଭାବରେ ଦେଖାଯାଉଛି। ସମ୍ପାଦନା ପୂର୍ବରୁ ଏହା ଘଟିଥିଲା ଏବଂ ସମ୍ପାଦନା ପରେ ଏମିତି ଦେଖାଯାଉଛି। ଆପଣ ଏହି ଦୁଇଟି ଚିତ୍ର ମଧ୍ୟରେ ପାର୍ଥକ୍ୟ ଦେଖିପାରିବେ ଏବଂ ବୁଝିପାରିବେ ଯେ ସମ୍ପାଦନ କେତେ ଗୁରୁତ୍ୱପୂର୍ଣ୍ଣ। ଏବେ ଆମେ ଆପଣଙ୍କୁ ଦେଖାଇବୁ କିପରି ସେହି ଫଟୋକୁ ଫଟୋଶପ୍ ରେ ଏଡିଟ୍ କରିବେ। ଏଠାରେ ଆପଣ ଫଟୋଶପ୍ ଏବଂ ମୋବାଇଲ୍ ଆପ୍ ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ। ପ୍ରଥମେ ଆମେ ଏହି ଫଟୋକୁ କ୍ୟାମେରାର ର ଫିଲ୍ଟରରେ ଖୋଲିବୁ, ଯାହା ଫିଲ୍ଟର ବିକଳ୍ପରେ ଅବସ୍ଥିତ ହୋଇପାରିବ। ଏଥର ମୁଁ ଅଧିକ ଗଭୀରକୁ ଯିବି ନାହିଁ। ମୁଁ ଆପଣଙ୍କୁ ଅଟୋ ହ୍ୱାଇଟ୍ ବାଲାନ୍ସ କିପରି କରିବେ ତାହା ଦେଖାଇବି। ଏଠାରେ ପୃଷ୍ଠଭୂମିରେ ଥିବା କାଗଜଟି ସମ୍ପୂର୍ଣ୍ଣ ଧଳା ଅଟେ। ଆପଣ ଥରେ ଏହି ଡ୍ରପ୍ ଟୁଲ୍ ସହ ଏଠାରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏହା କେତେ ସହଜରେ ପରଫେକ୍ଟ ହ୍ୱାଇଟ୍ ହୋଇଯାଇଛି। ବର୍ତ୍ତମାନ ଯଦି ଆପଣ ସାମାନ୍ୟ ରଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏହା କରିବାକୁ ମୁକ୍ତ ଅନୁଭବ କରନ୍ତୁ। ଯଦି ଆପଣ କୌଣସି ସ୍ଥାନରେ ଉଜ୍ଜ୍ୱଳତା କିମ୍ବା ସଂସ୍ପର୍ଶକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ବଢ଼ାଇ ପାରିବେ। ଯଦି ଆପଣ ଫଟୋରେ ଜୁମ୍ ଇନ୍ କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଦେଖିବା ଅଧିକ ସୁବିଧାଜନକ ହେବ। ପାର୍ଶ୍ୱରେ ଲାଲ ଅଞ୍ଚଳ ଦୃଶ୍ୟମାନ ହେଉଛି, ଯାହା ସୂଚାଉଛି ଯେ ହାଇଲାଇଟ୍ ବୃଦ୍ଧି ପାଇଛି। ଛାୟା ଅଧିକ ହେଲେ ତାହା କଳା ହୋଇଯିବ। ସ୍ପଷ୍ଟତା ଟିକେ ବଢ଼ାନ୍ତୁ, ଆଉ ଟିକେ କମ୍। ଏବେ ଏହି ଫଟୋଟି ଏକଦମ ଠିକ୍ ରହିଛି। ମୋବାଇଲ୍ ଆପ୍‌ରେ ଆପଣ ଏତେ ସହଜରେ ପରଫେକ୍ଟ ଫଟୋ ତିଆରି କରିପାରିବେ ନାହିଁ। ଏବେ ଆଉ ଟିକିଏ ସଂସ୍ପର୍ଶ ବା ଏକ୍ସପୋଜରକୁ ବଢ଼ାଇବା। ଅଧିକ ଧଳା ହାସଲ କରିବା ପାଇଁ ମୁଁ ଅଟୋ ସେଟିଂରୁ ସାମାନ୍ୟ ପରିବର୍ତ୍ତନ କରିଥିଲି। ଆପଣଙ୍କ ଫଟୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଏବଂ ବର୍ତ୍ତମାନ ଆପଣ ସିଧାସଳଖ ଫଟୋକୁ କ୍ରପ୍ କରନ୍ତୁ। ଦେଖନ୍ତୁ ଏହା ପୂର୍ବରୁ କେମିତି ଥିଲା ଏବଂ ଏବେ କେମିତି ଅଛି। ନର୍କ ଏବଂ ସ୍ୱର୍ଗ ମଧ୍ୟରେ ପାର୍ଥକ୍ୟ ପରି ଏହି ପରିବର୍ତ୍ତନ ଅସୀମ। ଏବେ ଆମେ କ୍ରପ୍ ଉପକରଣ ବ୍ୟବହାର କରି ଏହାକୁ କ୍ରପ୍ କରୁଛୁ। ଫଟୋଶପ୍‌ରେ ଆପଣ ଆଉ ଏକ କାମ ମଧ୍ୟ କରିପାରିବେ, ଯାହା ମୋବାଇଲ୍ ଆପ୍ ପାଇଁ ସମ୍ଭବ ନୁହେଁ। ଦେଖନ୍ତୁ ଆମେ ଏହି ହାଇଲାଇଟ୍‌କୁ ଏଠାରୁ ହଟାଇ ପାରିବା। ଏହାର ଆକର୍ଷଣ ଅଦୃଶ୍ୟ ହୋଇଯାଇଛି। ଆମେ ଏଠାରେ ସମସ୍ତ ଅତିରିକ୍ତ ହାଇଲାଇଟ୍ ଅପସାରଣ କରିପାରିବା। ମୁଁ କେବଳ ଆପଣଙ୍କୁ ଏହା କରୁଥିବା ଦେଖାଉଛି। ବହୁତ ବହୁତ ଧନ୍ୟବାଦ।